ଗଦାଧରକୁ ମାତ୍ର 7 ବରଷ। ଖୁଦିରାମ ଆଖି ବୁଜିଲେ। ଯାଇଥିଲେ ଝିଲିମପୁର ଭଣଜା ରାମଚନ୍ଦ୍ର ଘରକୁ। ଦୁର୍ଗା ପୂଜା ପାଖ ହେଇ ଆସୁଥାଏ, କିନ୍ତୁ ମନରେ ସୁଖ ନାହିଁ। ସୁଖ ନାହିଁ କାରଣ ଗଦାଧର ସାଙ୍ଗରେ ନାହିଁ। ଭାବିଥିଲେ ପୁଅକୁ ସାଙ୍ଗରେ ନେଇଯିବେ, କିନ୍ତୁ ପୁଅକୁ ଦୂରକୁ ପଠେଇ ଚନ୍ଦ୍ରମଣିପା ରହନ୍ତି କେମିତି? ସେ ଯେ କଟାକ୍ଷରେ ସ୍ଥିତି, କଟାକ୍ଷରେ ପୁଣି ପ୍ରଳୟ। ଝିଲିମପୁରରେ ପହଞ୍ଚିବାର ଅଳ୍ପ କେତେଦିନ ପରେ ଦେହ ଅସୁସ୍ଥ ହେଲା। ଖୁବ୍ ଖରାପ ହୋଇପଡ଼ିଲା ଦେହର ଅବସ୍ଥା। କିନ୍ତୁ ପୂଜାର ଆନନ୍ଦକୁ ମ୍ଳାନ ହେବାକୁ ଦେବେ ନାହିଁ। ଷଷ୍ଠୀ ଗଲା, ସପ୍ତମୀ ଗଲା, ଅଷ୍ଟମୀ ବି ଗଲା, ନବମୀ ବୋଧହୁଏ ଯିବ ନାହିଁ। କାତର ହୋଇ ଥରେ ଚାହିଁଲେ ପ୍ରତିମାର କରୁଣାୟତ କୋମଳ ଆଖି ଦୁଇଟିକୁ। ନବମୀ କଟିଗଲା। ଦଶମୀ ଦିନ ସନ୍ଧ୍ୟାରେ ପ୍ରତିମା ବିସର୍ଜନ ପରେ ରାମଚନ୍ଦ୍ର ଦେଖିଲେ ଖୁଦିରାମ ତଥାପି ଅଛନ୍ତି, ମାତ୍ର ସମୟ ଖୁବ୍ ସଂକ୍ଷିପ୍ତ। ଆଖିର ଦୃଷ୍ଟି ଲମ୍ବି ଯାଇଛି ସତେକି ବିସର୍ଜିତା ପ୍ରତିମାର ପଥ ଧରି। ଡାକିଲେ, ମାମୁଁ। ସଡ଼ା ଶବ୍ଦ ନାହିଁ। ଖୁଦିରାମ ନିର୍ବାକ। କ'ଣ ହେଲା? ମୃତ୍ୟୁ ସମୟରେ ତୁଣ୍ଡରେ ନାମ ଉଚ୍ଚାରଣ କରିବ ନାହିଁ? ଜିଭ ଅଚଳ ହୋଇ ରହିବ? ଅବତରି ଆସିବ ବିସ୍ମୃତିର ବିଭ୍ରାନ୍ତି। ଏତେ ଦିନର ଅଭ୍ୟାସ ଯୋଗ ଆଜି ଆଉ କୌଣସି କାମରେ ଲାଗିବ ନାହିଁ। ସମସ୍ତ ଯଜ୍ଞର ଶ୍ରେଷ୍ଠ ହେଉଛି ଜପଯଜ୍ଞ। ଠାକୁର ତେଣୁ କହିଲେ, ରାତି ଦିନ ଜପ କରୁଥିବୁ। ତାହେଲେ ଅଭ୍ୟାସ ବଳରେ ମଲାବେଳେ ଈଶ୍ୱର ଚିନ୍ତା ଆସିବ। ମୃତ୍ୟୁ ସମୟରେ ଯାହା ଭାବିଥିବୁ ସେଇଆ ହେବୁ। ଭରତ ରାଜା ହରିଣ ହରିଣ କହି ଶୋକରେ ପ୍ରାଣତ୍ୟାଗ କରିଥିଲେ, ତେଣୁ ସେ ହରିଣ ହୋଇ ଜନ୍ମ ହେଲେ। ମୃତ୍ୟୁ ସମୟରେ ଯଦି ତୁଣ୍ଡରେ ହରିନାମ କହିପାରିବୁ, ତେବେ ସନ୍ଧାନ ପାଇବୁ ଈଶ୍ୱରଙ୍କର। ମାମୁଁ ରଘୁବୀରଙ୍କୁ ଭୁଲିଗଲ? ରାମଚାନ୍ଦଙ୍କ ଆଖିରେ ଲୁହ ଚକେଇ ଆସିଲା। ଏତେ ଯାହାଙ୍କର ନାମ ଜପୁଥିଲ, ସେ ଆଜି ଶେଷ ବେଳରେ ତୁମକୁ ପରିତ୍ୟାଗ କଲେ। କିଏ ରାମଚାନ୍ଦ? ଆଚ୍ଛନ୍ନ ଆଖି ଖୋଲି ଚାହିଁଲେ ଖୁଦିରାମ। ବିସର୍ଜନ ସରିଛି, ତେବେ ମୋତେ ଟିକିଏ ଧରାଧରି କରି ଉଠେଇ ବସେଇ ଦିଅ। ସମସ୍ତେ ମିଶି ଅତି ଯତ୍ନରେ ଧରି ବସେଇ ଦେଲେ। ଶୋଇଥିବା ଅବସ୍ଥାରେ ନାମ କରିବି ନାହିଁ, ପୂଜା ଭଙ୍ଗୀରେ ବସି ନାମ କରିବି। ସେ ନାମକୁ ମୁଁ କ'ଣ ଭୁଲି ଯାଇପାରେ? କଣ୍ଠରେ ସେ ମୋର ସ୍ୱର, ମସ୍ତିଷ୍କରେ ସ୍ମୃତି, ରକ୍ତରେ ମୋର ଚେତନା। ସେ ଯେ ମୋର ନିଶ୍ୱାସ ବାୟୁ, ମୋର ନିସ୍ତାର ନୌକା। ଜ୍ଞାନ ଗାଢ଼ ଗମ୍ଭୀର ସେହି ସ୍ୱର। ଖୁଦିରାମ 3 ଥର ଉଚ୍ଚାରଣ କଲେ ରଘୁବୀରଙ୍କର ନାମ। ପର ମୁହୂର୍ତ୍ତରେ ପ୍ରୟାଣ କଲେ ସ୍ୱଧାମକୁ। ଭୂତିଖାଲ ଶ୍ମଶାନରେ ବୁଲୁଛି ଗଦାଧର। ବାପା ନାହାନ୍ତି, କୁଆଡ଼େ ଗଲେ? ମନ ଅସ୍ଥିର ଶୂନ୍ୟ। କୌଣସି କଥାରେ ମନ ଲାଗୁନାହିଁ। ମା'ଙ୍କ ପାଖ ଛଡ଼ା ହେଉନାହିଁ। ଏଇଟା ଦିଅ, ସେଇଟା କର, କେତେ କ'ଣ ଅଳି ଅଝଟ କରିବାକୁ ମନ ହୁଏ। କିନ୍ତୁ ଘରେ ଅଭାବ ଲାଗି ରହିଛି। ମା' ଯଦି କଥା ରଖି ନ ପାରନ୍ତି, ବାପାଙ୍କ ପାଇଁ ଶୋକ ବଢ଼ିବ ସିନା। ନୀରବ ରହେ ଗଦାଧର। କେଉଁଠାକୁ ଗଲେ ଅଭାବ ରହିବ ନାହିଁ ସଂସାରରେ। ଶୂନ୍ୟତାର ବେଦନା ମିଳାଇଯିବ ମେଘ ପରି। ଅନ୍ତରର ଅନ୍ଧକାର ଭିତରେ ବସି ସେହି ସ୍ଥାନର ଠିକଣା ଖୋଜିବାକୁ ଲାଗିଲା। 7 ପୁରି 8 ଚାଲିଛି। ଏଥର ଉପନୟନର ଆୟୋଜନ କରିବାକୁ ପଡ଼ିବ। ଭାଇମାନେ ଅଣ୍ଟା ଭିଡ଼ି ଲାଗି ପଡ଼ିଛନ୍ତି। ଉପନୟନ ସରିଲା। କାନ୍ଧରେ ପଇତା ପଡ଼ିଲା। ଏଥର ବ୍ରତ ଭିକ୍ଷା। କିନ୍ତୁ ଭିକ୍ଷା ଦେବ କିଏ? ଗଦାଧର ଅଡ଼ି ବସିଲା। ପ୍ରଥମ ଭିକ୍ଷା ନେବ ଧନୀ କମାରୁଣୀ ହାତରୁ। ଅଭୂତ କଥା, ଧନୀ ନିଚ ଜାତିର ସ୍ତ୍ରୀ,
ବ୍ରାହ୍ମଣ କନ୍ୟା ନୁହେଁ, ସେ ପୁଣି ଭିକ୍ଷା ଦେବ? କୁଳ ପ୍ରଥା ଲଙ୍ଘନ ହେବ ଯେ। କୁଳାଚାର କ'ଣ? ଜାତି ଅଜାତି କ'ଣ? ପ୍ରାଣ ଚାହୁଁଛି ଧନୀକୁ ମା ବୋଲି ଡାକିବି। କୁଳାଚାର ପୁଣି କ'ଣ? ଯେଉଁ ଧନୀ ମୋତେ କୋଳରେ ଧରି ମୁକ୍ତ କରିଛି ମା'ର ଜଠିରୁ, ସେହି ଧନୀକୁ ମା ଡାକିବି। କୌଣସି ବିଧି ନିଷେଧ ମାନିବି ନାହିଁ। ଉତ୍ତମ, ତୁମେ ସବୁ ତୁମ ବ୍ରାହ୍ମଣ ପଣିଆ ନେଇ ରହିଥାଅ, ମୁଁ ଉପାସ ରହିଲି। କବାଟ କିଳିଦେଇ ଘର ଭିତରେ ରହିଲା ଗଦାଧର। ଯେତେ ଯିଏ ଥିଲେ ସମସ୍ତେ ବୁଝାଇଲେ, କାକୁତି ମିନତି କଲେ, କବାଟ ଖୋଲିଲା ନାହିଁ। ବାଳକ ଅଥଚ ବିପ୍ଳବୀ ଗଦାଧର। ଶେଷକୁ ରାମକୁମାର କହିଲେ, ହଉ ହେଲା, ଏବେ ଧନୀ କମାରୁଣୀ ହିଁ ଭିକ୍ଷା ଦେବ। କବାଟ ଖୋଲ ଏଥର। କୁଳାଚାର ପଛେ ନଷ୍ଟ ହେଉ, ତୁ ନ ଖାଇ ଉପାସରେ ପଡ଼ି ରହିଥିବୁ, ମୁଁ ସହିପାରିବି ନାହିଁ। ପ୍ରସନ୍ନ ସୂର୍ଯ୍ୟ ପରି ଦରଜା ଖୋଲି ବାହାରି ଆସିଲା ଗଦାଧର। ଧନୀ କମାରୁଣୀ ଭିକ୍ଷା ଦେଲା। ନିଃସ୍ୱ ବିଧବା ନିଃସନ୍ତାନ, କିନ୍ତୁ ମହାଭାଗ୍ୟବତୀ। ତ୍ରିଭୁବନ ବୁଲି ବୁଲି ନିଜେ ଯିଏ ପୁରାଉଥାନ୍ତି ସମସ୍ତଙ୍କ ଭିକ୍ଷାଥାଳ, ତାଙ୍କୁ ହିଁ ଭିକ୍ଷା ଦେଲା ଧନୀ କମାରୁଣୀ। ଆନୁଡ଼ ଗାଁରେ ଦେବୀ ବିଶାଳାକ୍ଷୀଙ୍କ ଆସ୍ଥାନ। କେହି କେହି କହନ୍ତି ବିଶ୍ୱଲକ୍ଷ୍ମୀ। କାମାର ପୁକୁରଠାରୁ ପ୍ରାୟ 2 ମାଇଲ ଦୂର, ମଝିରେ ବିଲ। ଧର୍ମଦାସ ଲାହାଙ୍କର ବିଧବା ଝିଅ ପ୍ରସନ୍ନ ପୂଜା ଦେବାକୁ ଯାଉଛି। ସାଙ୍ଗରେ ଅଛନ୍ତି ଗାଁର ଆହୁରି କେତେଜଣ ସ୍ତ୍ରୀ ଲୋକ। ଗଦାଧର କେଉଁଠି ଥିଲା, ହଠାତ୍ ଆସି ପହଞ୍ଚିଗଲା। କହିଲା, ମୁଁ ଯିବି। କ'ଣ ତୁ ଯିବୁ? ଏତେ ଦୂର ବିଲ ବାଟ ତୁ ଚାଲିପାରିବୁ? କିନ୍ତୁ ଗଦାଧରର ମୁହଁକୁ ଅନାଇ କାହାରି ତୁଣ୍ଡରୁ ଆଉ ଆପତ୍ତି ବାହାରିଲା ନାହିଁ। ହଉ, ଯଦି ମନ କରିଛି ଆସୁ ସାଙ୍ଗରେ। ଫେରିବା ବେଳକୁ ତ ଡେରି ହେବ ନିଶ୍ଚୟ। ପିଲା ଲୋକ, ଭୋକ ଲାଗିବ ତାକୁ। ଚିନ୍ତା ନାହିଁ, ଠାକୁରାଣୀଙ୍କ ପ୍ରସାଦ ଥିବ, ଖାଇଦେବ। ତା ଛଡ଼ା ପିଲାଟି ଭାରି ସୁନ୍ଦର ଗୀତ ଗାଇପାରେ, ଗଳାଟି ମିଠା, କହିଲେ 2-4ଟା ଗୀତ ବି ଗାଇବ। ହଉ ଚାଲ, କିନ୍ତୁ ଗୀତ ଗାଇ ଶୁଣାଇବାକୁ ପଡ଼ିବ। ସତରେ ଗଦାଇର ଗୀତ ଶୁଣିବା ପରେ ଆଉ କାହାରି ଗୀତ ଭଲ ଲାଗୁନାହିଁ କାନକୁ, କହିଲା ପ୍ରସନ୍ନ। ଆମ କାନଗୁଡ଼ାକ ସବୁ ଖରାପ କରିଦେଲାଣି। ଗହୀର ପାଟ, ଖୋଲା ଜାଗା, ଗଳା ଛାଡ଼ି ଗୀତ ଗାଇବାକୁ ଆରମ୍ଭ କଲା ଗଦାଧର। ଦେବୀ ବିଶାଳାକ୍ଷୀଙ୍କ ସ୍ତୁତି ଗୀତ। ଗୀତ ଗାଉ ଗାଉ ହଠାତ୍ ରହିଗଲା ଗଦାଧର। ସାଙ୍ଗର ସ୍ତ୍ରୀ ଲୋକମାନେ ଅନାଇଥିଲେ। କଥା କ'ଣ? ଗଦାଧରର 2 ଆଖିରୁ ଦର ଦର ହୋଇ ଲୁହ ଝରି ପଡ଼ୁଛି। ଦେହ ହାତ କାଠି ପରି ଛିଡ଼ା ହୋଇଛି ପଥର ମୂର୍ତ୍ତି ଭଳି ନିସ୍ପନ୍ଦ ହୋଇ। କ'ଣ ରେ, କ'ଣ ହେଲା ତୋର? କିଏ ଦେବ କଥାର ଉତ୍ତର? ଗଦାଧରର ବାହ୍ୟ ଜ୍ଞାନ ନାହିଁ। କ'ଣ କରିବା ଏବେ? ସ୍ତ୍ରୀ ଲୋକମାନେ ଭୟରେ କାତର ହୋଇପଡ଼ିଲେ। ମୁହଁ ଶୁଖିଗଲା ସମସ୍ତଙ୍କର। ଖରା ଯୋଗୁଁ ବୋଧ ହୁଏ ମୁଣ୍ଡ ଗରମ ହୋଇଯାଇଛି ପିଲାଟାର। ମୁଣ୍ଡରେ ପାଣି ଢାଳ, ବିଞ୍ଚି ଦିଅ, ଆଉଁସି ଦିଅ ଦେହ। ଗଦାଧର ସ୍ଥିର ନିଶ୍ଚଳ। ଗଦାଧର, ଗଦାଇ, ବ୍ୟାକୁଳ ହୋଇ ସମସ୍ତେ ଡାକିବାକୁ ଲାଗିଲେ। କେମିତି ତା ଚେତା ଆସିବ, କେମିତି ନେଇ ତାକୁ ତା ମା ପାଖରେ ପହଞ୍ଚେଇବେ। ହଠାତ୍ ପ୍ରସନ୍ନ ମନକୁ ଗୋଟାଏ କଥା ଆସିଲା। ଯେଉଁ ବିଶାଳାକ୍ଷୀ ଦେବୀଙ୍କୁ ଆମେ ଦେଖିବାକୁ ଯାଉଛୁ, ସେ ନିଜେ ଆସିନାହାନ୍ତି ତ ଆମକୁ ବାଟ କଢ଼ାଇ ନେବା ପାଇଁ? ଶୁଣ, ଶୁଣ ମୋ କଥା। ତା ଉପରେ ମା ଆସି ଭରା ଦେଇଛନ୍ତି। ତେବେ ମିଛରେ ଆଉ ଗଦାଧରକୁ ଡାକିଲେ କ'ଣ ହେବ? ବରଂ ମା ବିଶାଳାକ୍ଷୀଙ୍କୁ ଡାକ, ଯିଏ ଆସିଯାଇଛନ୍ତି ଆଗୁଆ। ଆମେ ପହଞ୍ଚିବା ଆଗରୁ। ଆଧାର ପାଇ ଆନନ୍ଦରେ ଅଧିଷ୍ଠିତ ହୋଇଯାଇଛନ୍ତି। ସମସ୍ତେ ମିଶି ଦେବୀ ସ୍ତବ ଆରମ୍ଭ କଲେ। ଗଦାଧରର କାନ ପାଖକୁ ମୁହଁ ନେଇ କହିଲେ, ପ୍ରସନ୍ନ ହୁଅ ମା ବିଶାଳାକ୍ଷୀ, ଆଖି ଖୋଲି ଚାହଁ। ବାରମ୍ବାର ଦେବୀ ନାମ ଉଚ୍ଚାରଣ କଲେ କାନ ପାଖରେ।
ଗଦାଧରର ମୁହଁରେ ହସ ଫୁଟିଲା। ସଂଜ୍ଞାର ଲାବଣ୍ୟ ତରଳ ହୋଇ ଆସିଲା ସର୍ବାଙ୍ଗରେ। କେହି ଆଉ ତାକୁ ଗଦାଇ ବୋଲି କହୁନାହାନ୍ତି, ସମସ୍ତେ ଡାକୁଛନ୍ତି ମା ବୋଲି। ଭୋଗ ଡାଲା ଆଉ ମନ୍ଦିରକୁ ନେଇ ଲାଭ କ'ଣ? ଏଇଠି ସମସ୍ତ ଭୋଗ ଅର୍ପଣ କର ଗଦାଇକୁ। ଗଦାଇକୁ ଅର୍ପଣ କଲେ ମାଙ୍କୁ ଅର୍ପଣ ହେଲା ବୋଲି ଜାଣିବ। ଏଇଟା ଗଦାଧରର ଦ୍ୱିତୀୟ ଆବେଶ। ଘନ କୃଷ୍ଣ ମେଘ କୋଳରେ ଶୀତ ପକ୍ଷ ବକ ବଳାକାର ଯେଉଁ ରୂପ, ବିଶାଳାକ୍ଷୀଙ୍କର ସେହି ରୂପ। ଦୁଇଟିର ହିଁ ଏକ ଉଦ୍ଭାସ୍ୟ, ଏକ ତାତ୍ପର୍ଯ୍ୟ। ଗୋଟିଏ ଦିବ୍ୟ କାବ୍ୟର ଦୁଇଟି ଶ୍ଲୋକ।